ଗାଁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଦିନେ ନିଜ ହାତକୁ ନେଇଥିଲେ ସେମାନେ। କେବଳ ସେତିକି ନୁହେଁ, ନୂତନ ଜଙ୍ଗଲ ସୃଷ୍ଟି ପାଇଁ ମଧ୍ୟ ସେମାନଙ୍କ ଉଦ୍ୟମରେ ଗାଁ ରାସ୍ତାର ଉଭୟ ପାର୍ଶ୍ୱରେ ତଥା ଗ୍ରାମ୍ୟ ଜଙ୍ଗଲରେ ସୃଷ୍ଟି ହୋଇପାରିଥିଲା ସବୁଜ ବନାନୀ। ହେଲେ ଏବେ ସେହି ଜଙ୍ଗଲରେ ଅସାଧୁ ଲୋକଙ୍କ ଦୃଷ୍ଟି ପଡ଼ିଛି। ଦେଖୁ ଦେଖୁ 1 ମାସ ମଧ୍ୟରେ ଅସାଧୁ ଲୋକମାନେ ସୁନ୍ଦର ଜଙ୍ଗଲକୁ ପଦା କରିଦେଇ ସାରିଲେଣି। ଏବେ ଏଭଳି ଅବସ୍ଥା ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ହାତିଲିମୁଣ୍ଡା ଗାଁରେ। ଏନେଇ ଗାଁର ମହିଳାମାନେ ବାରମ୍ବାର ବନ ବିଭାଗ ଅଧିକାରୀ, ବୀରମହାରାଜପୁର ତହସିଲଦାର ତଥା ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ବି ଫଳ କିଛି ହେଲା ନାହିଁ। ଶେଷରେ ଆଜି ଗାଁର ଶତାଧିକ ମହିଳା ସୁବର୍ଣ୍ଣପୁର ଜିଲ୍ଲା ଡିଏଫ୍ଓଙ୍କ କାର୍ଯ୍ୟାଳୟ ଘେରିଛନ୍ତି। ପୂର୍ବରୁ ଏହି ମହିଳାମାନେ ଡିଏଫ୍ଓଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ ବି ଫଳ କିଛି ହୋଇନାହିଁ। ଏଣୁ ଆଜି ପୁନର୍ବାର ଡିଏଫ୍ଓଙ୍କୁ ଭେଟି ଲିଖିତ ଭାବରେ ଜଣାଇଛନ୍ତି। ଆଗକୁ ବନ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆ ନଗଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସେପଟେ ରାଜସ୍ୱ ବିଭାଗ ସହିତ ଏକ ମିଳିତ ଟିମ୍ କରାଯାଇ ଏନେଇ ପଦକ୍ଷେପ ନିଆଯିବ ବୋଲି ଡିଏଫ୍ଓ କହିଛନ୍ତି।